ଓଡ଼ିଶାବାସୀ ଆପଣ ସମସ୍ତଙ୍କୁ ଆଉ ଏକ ନ୍ୟू ବ୍ଲଗ ମୁଁ ସ୍ୱାଗତ ଜଣାଉଛି ସାଗର। ତ ଫାଇନାଲି ଆଜିର ଯେଉଁ ବ୍ଲଗଟା ଷ୍ଟାର୍ଟ କରିଛି ତ ସେ ବ୍ଲଗରେ କିଛି କଥା ରହିଛି ଯେଉଁଟାକି ଆପଣମାନେ ଜାଣିବା କଥା। ତ ଚାଲନ୍ତୁ ଷ୍ଟାର୍ଟ କରିଦେବା ଆଜିର ଭିଡ଼ିଓ। ତ ଆଜିର କଥାଟି ହେଲା କ'ଣ ନା ମୁଁ ଭାଇ 3 ଦିନ ହେଲା ଲକ୍ଷ୍ୟ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣମାନଙ୍କର ଭଲ ପାଇବା ଯୋଗୁଁ ଆଶୀର୍ବାଦ ଯୋଗୁଁ ମୋ ଚ୍ୟାନେଲ୍ ଆସ୍ତେ ଆସ୍ତେ ଗ୍ରୋଥ୍ କରୁଛି। ତ ବହୁତ ଥର ଆପଣଙ୍କୁ ବହୁତ ପରିମାଣରେ ଧନ୍ୟବାଦ ଜଣାଉଛି ମୁଁ ସାଗର। ଆଉ ତ ଆପଣମାନଙ୍କର ଭଲ ପାଇବା ଏହିଭଳି ଭାବରେ ମୋ ପ୍ରତି ଥାଉ ଏବଂ ରହୁଥାଉ ମଧ୍ୟ ଆଗକୁ। ତ ପ୍ରଥମ କଥା ହେଲା କ'ଣ ନା ଯେଉଁମାନେ ବି ମୋ ଭିଡ଼ିଓକୁ ଆସୁଛନ୍ତି ତ ସେମାନେ କ'ଣ କରୁଛନ୍ତି ନା ମୋ ଭିଡ଼ିଓ ଦେଖୁଛନ୍ତି, କିଛି ସମୟ ପର୍ଯ୍ୟନ୍ତ ଦେଖୁଛନ୍ତି, ତାପରେ ସ୍କିପ୍ ମାରି ଦେଉଛନ୍ତି ହେଲା। କିଛି ସମୟ ଦେଖୁଛନ୍ତି ତାପରେ ସ୍କିପ୍ ମାରି ଦେଉଛନ୍ତି। କିନ୍ତୁ ମୁଁ ଯେଉଁ ଭିଡ଼ିଓରେ ଯାହା ବି ସବୁ କହୁଛି ହେଲା, କିଛି କଥା ଗୁଡ଼ାକ ତ ଆପଣମାନେ କେହି ଜାଣିପାରୁନାହାନ୍ତି। ତ ନେକ୍ସଟ ଭିଡ଼ିଓରେ କ'ଣ ହେବ, ତାପରେ ନେକ୍ସଟ ଭିଡ଼ିଓରେ କ'ଣ ହେବ, ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ଭିତରେ କିଛି କଥା ରହିଛି ଯେଉଁଟାକି ଆଗକୁ ଯାହା ବି ଭିଡ଼ିଓ ଆସିବ ସେଇ ବିଷୟରେ ମୁଁ ଜଣାଉଛି। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ ମୋ ଚ୍ୟାନେଲକୁ। ଏବଂ ଆଉ କ'ଣ କହିଲା ନା ଭାଇ କାମ ବ୍ୟସ୍ତତା ରହିଯାଉଛି। ମୁଁ ଯେହେତୁ ମୁଁ ମୋ ନିଜକୁ ବୁଝେଇ ଦେଇଛି ଯେ ନାଇଁ ମୁଁ ୟୁଟ୍ୟୁବରେ ଭିଡ଼ିଓ କରିବି, ସବୁଦିନ ଭିଡ଼ିଓ କରିବି। ତ ଆପଣମାନଙ୍କର ଭଲ ପାଇବା ପାଇଁ ଏବଂ ଆପଣମାନଙ୍କର ଖୁସି ପାଇଁ ମୁଁ ସବୁଦିନ ଭିଡ଼ିଓ ମଧ୍ୟ ବନାଉଛି। କିନ୍ତୁ କ'ଣ କରିବା, ମୁଁ ଗୋଟିଏ କର୍ମକ୍ଷେତ୍ରରେ ଯୋଡ଼ି ହେଇଯାଇଛି। ତ ତା ବାଦ ବି ମୁଁ ଆପଣମାନଙ୍କ ପାଇଁ ଭିଡ଼ିଓ କରିବା ପାଇଁ ସକାଳରୁ ରାତି ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। କିନ୍ତୁ କ'ଣ କରିବା, ସକାଳର କର୍ମ ସାରିକି ଯେତେବେଳେ ମୁଁ ମୋ କର୍ମକ୍ଷେତ୍ରକୁ ପଳାଉଛି ତ ଆସିଲା ସମୟ କେତେଟା ହେଉଛି, 5ଟା ପାଖାପାଖି ହେଉଛି। ତ ତାପରେ ମଧ୍ୟ ମୁଁ ଆସିକି କ'ଣ କରୁଛି ନା ଆପଣମାନଙ୍କ ପାଇଁ ଭିଡ଼ିଓ ବନାଉଛି। ତ ଆପଣମାନଙ୍କ ପାଇଁ ଯେଉଁ ଭିଡ଼ିଓଟା ବନାଉଛି ବହୁତ କଷ୍ଟ କରିବାକୁ ପଡ଼ୁଛି ଆପଣମାନଙ୍କ ପାଇଁ ଭିଡ଼ିଓ ଆଣିବା ପାଇଁ। ଆଉ ସପ୍ତାହ 7 ଦିନରେ କ'ଣ କରିବାକୁ ପଡ଼ୁଛି ନା ସବୁଦିନ ତ ଦିନ ବେଳାର ଭିଡ଼ିଓ ଆସିପାରୁନି, କାହିଁକିନା ମୁଁ ମୋ କର୍ମକ୍ଷେତ୍ରକୁ ପଳାଉଛି ହେଲା। କେବଳ ସକାଳ ଟାଇମ୍ଟା ଯଦି ହେବ ସକାଳ ଟାଇମ୍ ଏବଂ ରାତି ଟାଇମ୍ର ଭିଡ଼ିଓ ମୁଁ ଆପଣଙ୍କ ପାଖରେ ପହଞ୍ଚଉଛି। କିନ୍ତୁ ଶନିବାର ଆଉ ଯେଉଁ ରବିବାର ରହିଲା ଏଇ 2 ଦିନରେ ବା ବାରରେ ମୁଁ ଆପଣମାନଙ୍କ ପାଇଁ ବଢ଼ିଆ ଭିଡ଼ିଓ ଆଣିବି, ଯେଉଁଟାକି ଆପଣଙ୍କୁ ଖୁସି ଲାଗିବ, ଏଣ୍ଟରଟେନମେଣ୍ଟ ଦେବ ଆପଣମାନଙ୍କୁ। ତ ସେମିତିକା ମୁଁ ଭିଡ଼ିଓ ଆଣିବି ହେଲା। ତାପରେ କ'ଣ କରୁଛି, ମୁଁ ଆପଣମାନଙ୍କୁ ମଧ୍ୟ ପୂର୍ବ ଭିଡ଼ିଓରେ କହିଥିଲି ନା ଏବେ ବି ଯାହା ବି ସବୁ ଭିଡ଼ିଓ ଆସିବ ସବୁ ବୋବାଲିଆ ଭିଡ଼ିଓ ଆସିବ, ଯେଉଁଟାକି ବହୁତ ତଗଡ଼ା ହେବାକୁ ଯାଉଛି। ଆଉ ମୁଁ ମୋ ୟୁଟ୍ୟୁବ୍ ଭିଡ଼ିଓରେ ବର୍ତ୍ତମାନ ମୁଁ କିଛି ନୂଆ ବ୍ୟକ୍ତିମାନଙ୍କୁ ଆଣିବାକୁ ଚାହୁଁଛି। ତ ଆପଣମାନେ ଗେସ୍ କରନ୍ତୁ ତ ସେଇ ନୂଆ ବ୍ୟକ୍ତିମାନେ ସବୁ କେଉଁମାନେ ହୋଇଥିବେ। ତ ଚାଲନ୍ତୁ ମୁଁ କହିଦେଉଛି। ତ ସେଇ ବ୍ୟକ୍ତିମାନେ ହେଉଛନ୍ତି ମୋ ପରିବାରର ସଦସ୍ୟମାନେ, ମୋ ବାପା, ବୋଉ, ଭାଇ, ଭାଉଜ, ଆମ ପୁଅ ସମସ୍ତେ ଏଥର ମୋ ୟୁଟ୍ୟୁବରେ ଆସିବେ ଆପଣମାନଙ୍କ ସାମ୍ନାକୁ। ତ ମୁଁ ଆଶା କରୁଛି ଆପଣମାନଙ୍କଠୁ ସେଇ ଭଲ ପାଇବା, ସେଇ ଆଶୀର୍ବାଦ ଯେଉଁଟାକି ମୋତେ ଆଗକୁ ବଢ଼ିବାକୁ ବହୁତ ସାହାଯ୍ୟ କରିବ, ସପୋର୍ଟ କରିବ। ମୁଁ ସେଇଆ ହିଁ ଚାହୁଁଛି। ତେଣୁକରି ଆପଣମାନଙ୍କର ଭଲ ପାଇବା ଯଦି ରହିବ ମୋ ଉପରେ ଏମିତି, ତାହେଲେ ମୁଁ ଆଗକୁ ମୋ ପରିବାରକୁ ନେଇକି ଯାହା ବି ସବୁ ଭିଡ଼ିଓ ଆସିବ ସବୁ ବୋବାଲିଆ ଭିଡ଼ିଓ ଆସିବ। ତ ଏତିକି କଥା। ଆଉ ଗୋଟେ କଥା ହେଲା କ'ଣ ନା ମୋ ଚ୍ୟାନେଲକୁ ଲାଇକ୍ କରିବେ, କମେଣ୍ଟ କରିବେ ଏବଂ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଢେର ସାରା ଭଲ ପାଇବା ମୋତେ ଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।